हरि ओं नमो भगवते वासुदेवाय ओं नमो भगवते श्री जगन्नाथाय ओं नमो भगवते श्री श्री महापुरुष अच्युतानंदाय। जय जय महापुरुष अच्युतानंद जी की जय। तो सज्जन मंडली, प्रथम क्लिप्र अवशिष्टांश एवं द्वितीय क्लिप्रे मुझे आरंभ करुच्ची। त्रुटि थे क्षमा करेंगे। कौटी को भक्त अच्छा केवल चली चक्रामृणे। शुण रामचंद्र कहूची एही निष्ठा वचन, चकड़ा मोड़ाण ओटई भक्त गंठी धन, बारण बेलकू रखिछि एहा भक्तंक पाई, गुप्तरे खेल होइब तोते देली बताई। बाबू रे राम, मु ते निष्ठा वचन कहूची, ये चक्रामरण भक्तंकर अति विश्वासर गंठी धन। ये आ उपरे आउ मो भविष्य लेखा एते बृहत नाही। ये हूँ सबु चाई महात्मार अधिक, सबु चाई गरु जेते मालिका मु रचना कर 1,85,000 ग्रंथ, ता मधुर ये चक्रामण हूँ श्रेष्ठ ग्रंथ। बारण बेल को भक्त रखी। एणु गंठिया भकत अटई गंठी कथारे मन, 772 परावध भविष्यत पुराण, हेतु करी रामरे तही सिमिली गादी, रवीन्द्र नामरे भकत तही गुप्त होइछि, आबर भकत रहिछि रामरे ओरी कंटा ग्रामर, राम मौलिक जे अटई भक्त मध्य रे सार। महापुरुष कहले बाबू रे राम, हेतु करथबु तही सिमिली गादी रे रवीन्द्र नाम एक भक्त गुप्त रे अछि, आउ अरिकंटा ग्राम रे राम मौलिक बोली गोटे भक्त अच्छी, से भक्त मध्य मोर सार। सुना कर भक्त अटई ग्राम मधुरी गंड, पाटकुरा ग्रामे रहिछि तही श्याम कैवर्त, बेलपाड़ ठारे धरणी पोटा मुंडाई जान, केन्द्रापोड़ा केन्दु बण रे कली राजा प्रमाण। बाबू रे राम, सुनाकर भक्त जने ता ना सुनाकर, से मधुर गंडरे अच्छी पाटकुरा, ये आम जो केन्द्रापड़ार पाटकुरा गरदपुर पाटकुरा ग्राम रे श्याम कैवर्त बोली जने अच्छी। पाटकुरा आप देखिए पति साही पड़ो, से पड़े जी तिकनपुर एमती जी नईंदपुर दे जी पाटकुरा पड़ो, नईंदपुर पाटकुरा पति साही से लाइन आप गले पड़ो पाटकुरा गरदपुर दे। से पाटकुरा रे श्याम कैवर्त अच्छी, बेलपाठा धरणी रही पोटा मुंडे आ केन्द्रापड़ा केन्दुबणे कली राजा रही। खंडाई तो कूले जहनम संध्या राणी ता नाम, रंकाल ग्राम रे ता घर भक्त मध्य उत्तम, प्रमोद नायक अछई ସେହି ଗ୍ରାମରେ
ଜଣେ ବିଶ୍ୱାସୀ ଭକତ ଟଇ ଧ୍ୟାନ ଗୁରୁ ଚରଣେ। ଖଣ୍ଡାୟତ କୂଳରେ ଏକ ନାରୀ ବା ମା ସନ୍ଧ୍ୟାରାଣୀ ନାମ ତାର ସେ ରଙ୍କାଳ। ଏଇ ପାଟକୁରା ଆପଣ ଦେଖୁଥିବେ ରଙ୍କାଳ, ରାଇବଲ, ସମାଳ, କଲବାଟଣା ସେ ରଙ୍କାଳ ଗ୍ରାମରେ ଅଛି। ଏଣୁ ଆଉ ସେଇ ଗାଁରେ ଏକ ପ୍ରମୋଦ ନାୟକ ବୋଲି ଅଛି, ଭାରି ବିଶ୍ୱାସୀ ଭକ୍ତ। ସେ ଗୁରୁଙ୍କୁ ଧ୍ୟାନ କରୁଛି ସଦାବେଳେ, ମାନେ ଲୁଚି ଲୁଚିକି। ବାବାଜୀ ବେହେରା ରହିଛି ତହିନେ ମାଳ ଗ୍ରାମ, ମାଳିଗାଁ ଠାରେ ଭକତ ସାତ ଗୋଟି ଆଣିବ। ସୁବାସ ବେହେରା ରହିଛି କୋଳି ଅଠା ଗ୍ରାମର, ୟା ପରେ ଭକତ ଅଛନ୍ତି କାମାକ୍ଷା ଯେ ନଗର। କନ୍ତିଆ କାଟେଣି ଠାବରେ ଭକ୍ତ ଅଛନ୍ତି ରହି, ବାସୁଦେଇପୁରେ ଲାଗିବ ଗୋଳ ଚହଳ ତହିଁ। ବାବୁରେ ରାମ ବାବାଜୀ ବେହେରା ତହି ରହିଛି ନେମାଳ ଗ୍ରାମରେ, ମାଳିଆ ଠାରେ ଭକ୍ତ ସାତ କୋଟି ଜାଣିବୁ। ସୁବାସ ବେହେରା ଅଛି କୋଳିଆ ଠାରେ, ଏହାପରେ ଭକ୍ତ କାମାକ୍ଷା ନଗରରେ ଅଛନ୍ତି, କନ୍ତିଆ ଠାରେ ମଧ୍ୟ ଭକ୍ତ ଅଛନ୍ତି। ଏଣୁ ଏସବୁ କଥା ପରେ ବାସୁଦେବପୁର ଗ୍ରାମ ଏକ ଅଛି ପାଟକୁରା ଠାରେ, ସେଇ ବାସୁଦେବପୁରରେ ଗୋଳ ଲାଗିବ ଆଜ୍ଞା। ଏଣୁ ଆଉ କ'ଣ କହିଲେ ମହାପୁରୁଷ କହିଲେ ବ୍ରହ୍ମାଣୀ ନଦୀର କୂଳରେ ପୁଣି ଆଲାମଗିରି, ସେଠାରେ 17 ଭକତ ଛନ୍ତି ଗୁପ୍ତରେ ପୁଣି। ବ୍ରହ୍ମାଣୀ ଯେଉଁ ବ୍ରାହ୍ମଣୀ ନଦୀ କୂଳ ଅଛି, ସେ ବ୍ରାହ୍ମଣୀ ନଦୀ କୂଳରେ ଆଲାମଗିରି ଅଛି ପାହାଡ଼, ସେଠି 17 ଜଣ ଭକ୍ତ ମୋର ଅଛନ୍ତି। ଏକ ସ୍ତ୍ରୀ ଭକ୍ତ ରହିଛି ସୁକ ନାମ ତାହାର, ଅହନିଶି ସେହି ଭଜଇ ତହିଁ ଅଣକ୍ଷର। ନୃସିଂହନାଥଙ୍କ ମନ୍ଦିର ଗୋପୀନାଥପୁରର, ମହାନଦୀ କୂଳେ ଲାଗିବ ଲୀଳା ଖେଳା ପ୍ରବଳ। ଏକ ସ୍ତ୍ରୀ ଭକ୍ତ ବା ନାରୀ ଭକ୍ତ ଅଛି, ତା ନାଁ ସୁକ। ଅହନିଶେଇ ଭଜୁଛି ଅଣକ୍ଷରକୁ, ନୃସିଂହନାଥ ମନ୍ଦିର ପାଖରେ ଗୋପୀନାଥପୁରରେ ମହାନଦୀ କୂଳେ ଲାଗିବ ଲୀଳା ଖେଳା, ପ୍ରବଳ ଲୀଳା ଖେଳା ହବ। କପିଳେଶ୍ୱରର ମନ୍ଦିରେ ଶିବ ଲିଙ୍ଗ ନିକଟେ, ଚଣ୍ଡିଖୋଲ ଠାରେ ହୋଇବ ବହୁ ଭକ୍ତଙ୍କ ଭେଟେ। ରାହାମା ହାଟର ଉତ୍ତର ସାହୁ ନାମ ତାହାର, ଗୋବର୍ଦ୍ଧନପୁରେ ଲାଗିବ ସାଧୁ ମେଳା ପ୍ରବଳ। ମହାପୁରୁଷ କହିଲେ କପିଳେଶ୍ୱର ମନ୍ଦିର ନିକଟରେ ଚଣ୍ଡିଖୋଲ ଠାରେ ହୋଇବ ବହୁ ବହୁ ଭକ୍ତଙ୍କ ଭେଟ। ରାହାମା ହାଟରେ ଉତ୍ତମ ସାହୁ ନାମ ତାର, ଗୋବର୍ଦ୍ଧନପୁରେ ସେ ଆସି ସାଧୁ ମେଳା କରିବ। ସୁନୀଲ ଗ୍ରାମର ଦକ୍ଷିଣ ମହାନଦୀ ପଠାରେ, ଶୁଭଖମ୍ବ ରହିଅଛଇ ବଟ ବୃକ୍ଷର ମୂଳେ, ବେଣୁଧର ଜେନା ରହିଛି ଅଣଖିଆ ଗ୍ରାମର, ଛଦ୍ମ ବେଶ ଧରି ବୁଲଇ ସେ ଯେ ନିଶାରାତ୍ରିର। ସୁନିଲି ଗ୍ରାମର ଦକ୍ଷିଣ ମହାନଦୀ ପଠାରେ ଶୁଭକମ୍ବ ରହିଛି, ବେଣୁଧର ଜେନା ରହିଛି ଅଣଖିଆ ଗ୍ରାମର, ଛଦ୍ମବେଶରେ ସେ ବୁଲୁଛି ରାତିରେ। ପ୍ରଧାନ ପଡ଼ାରେ ଲାଗିବ ଗୁପ୍ତେ ଚୈତ୍ରେ ଗୋଳ, ସେ ଗୁପ୍ତେ ଚୈତ୍ରେ ଗୋଳ, ନିଶ୍ଚନ୍ତ କୋଇଲି ତ୍ରିଛକି ହେବ ମହାସମର। ଜରିପଡ଼ା ଗ୍ରାମ ଦକ୍ଷିଣ ଦିଗେ ଏକଇ କୁଦ,
ସେ କୁଦରେ ରହି ଅଛଇ ଗୁପ୍ତେ ରାଧା ଗୋବିନ୍ଦ। ପ୍ରଧାନ ପଡ଼ାର ଗୁପ୍ତରେ ଚୈତ୍ର ମାସରେ ବହୁ ଗୋଳ ଲାଗିବ। ନିଶ୍ଚନ୍ତ କଲିତ ଛକିରେ ହେବ ମହାସମର। ଜରିପଡ଼ା ଗ୍ରାମର ଦକ୍ଷିଣରେ ଏକ କୁଦ ଅଛି। ସେ କୁଦରେ ଲୁକାୟିତ ଭାବରେ ରାଧା ଗୋବିନ୍ଦ ମୂର୍ତ୍ତି ଅଛନ୍ତି। ବଟ ବୃକ୍ଷ ଗୋଟି ସେଠାରେ ଭକ୍ତ ପୂଜା କରଇ, ସେ ଭକ୍ତ ପୂଜା କରଇ। ଈଶ୍ୱରପୁରରେ ଚହଳ ଚଣ୍ଡୀ ଛକି ଅଛଇ। ନାନା ଉତ୍ପାତ ଲାଗିବ ରକ୍ତ, ନଦୀ ବହିବ ସେ ରକ୍ତ, ନଦୀ ବହିବ। ବାର ହାତ କଣ୍ଡା ସେବେଳେ ତହିଁ ବାହାର ହେବ। ମହାପୁରୁଷ କହିଲେ ବାବୁରେ ରାମ, ବଟ ବୃକ୍ଷ ଗୋଟି ସେଠାରେ ଅଛି, ଭକ୍ତ ପୂଜା କରୁଛି। ଈଶ୍ୱରପୁରରେ ଚଣ୍ଡୀ ଛକିକିରି ଅଛନ୍ତି। ନାନା ଉତ୍ପାତ ଲାଗିବ, ରକ୍ତ ନଦୀ ବହିଯିବ। ସେହି ସମୟରେ ଏ ବାର ହାତ ଖଣ୍ଡା ବାହାରିବ। ଅଳକା କୂଳରେ ପଡ଼ିବ ତହିଁ ବାରୁଣୀ ବୁଡ଼, ସେ ତହିଁ ବାରୁଣୀ ବୁଡ଼। ନରଙ୍ଗ ବହି ସାରଳା ଗୁପ୍ତେ କରିବେ ଖେଳ। ରାମେଶ୍ୱର ଲିଙ୍ଗ ରହିଛି ତହିଁ ବିରୂପା କୂଳ, ସେ ତହିଁ ବିରୂପା କୂଳ। ଝରି ବେହେରା ଯେ ଭକତ ଜାତି ଅଟେ କୁମ୍ଭାର। ମହାପୁରୁଷ କହିଲେ ଅଳକା କୂଳରେ ବାରୁଣୀ ବୁଡ଼ ପଡ଼ିବ। ଆଉ ମା ଝଙ୍କଡ଼ବାସିନୀ ସିଦ୍ଧ ଶାରଦା ନର ଅଙ୍ଗରେ ନାରୀ ରୂପରେ ଆଜି ଗୁପ୍ତରେ ଖେଳ କରିବେ। ସମସ୍ତେ କିଏ ସ୍ତ୍ରୀ ଲୋକଟି ଖେଳ କରୁଛି ନା, ଆଉ କିନ୍ତୁ ସେ ନିଜେ ମା ଜଗଜନନୀ ଅଭୟଦାୟିନୀ କରୁଣାମୟୀ ସ୍ନେହମୟୀ ଆଶାଦାୟିନୀ ମା। ରାମେଶ୍ୱର ଲିଙ୍ଗ ରହିଛି ବିରୂପା କୂଳରେ। ଝରି ବେହେରା ଭକ୍ତ ଅଛି ସେ ଜାତିରେ କୁମ୍ଭାର ଘର। ଏ ସମସ୍ତେ ବାହାରିବେ। ତ ସଜନମଣି ଆଉ କ'ଣ ହେବ ନା, ଗୋବିନ୍ଦପୁରର ପୂର୍ବରେ ଉଦୟଗିରି ପାହାଡ଼, ଉଦୟଗିରି ପାହାଡ଼। ମାଟି ତଳେ ପଦ୍ମ ପୋଖରୀ ପ୍ରଭୁ କରିବେ ଖେଳ। ବିବର ଫିଟିବ ସେଠାରୁ ତିନି ମୁହାଣୀ ଠାର, ସେ ତିନି ମୁହାଣୀ ଠାର। ଅଦିନରେ ନଈ ବଢ଼ିବ ରାମ ଜାଣ ସତ୍ୱର। ଗୋବିନ୍ଦପୁର ପୂର୍ବରେ ଉଦୟଗିରି ପାହାଡ଼ ଅଛି। ଆଜି ମାଟି ତଳେ ପଦ୍ମ ପୋଖରୀ ଅଛି, ପ୍ରଭୁ ସେଇଠି ଖେଳ କରିବେ। ବିବର ଫିଟିଯିବ, ଧାର ଫିଟିବ ଲୁକାୟିତ ଭାବରେ ତିନି ମୁହାଣୀ। ଅଦିନରେ ନଈ ବଢ଼ିଯିବ ରାମ, ସବୁ ଜାଣିବୁ। ପୂର୍ବ ଉତ୍ତର କୋଣରେ ଅଛି ସେ ସିଦ୍ଧଗିରି, ସେ ଅଛି ସେ ସିଦ୍ଧଗିରି। ଗୁପ୍ତ ଭାବେ ସାଧୁ ସନ୍ତ ଯେ ଛଦ୍ମ ବେଶକୁ ଧରି। ଗୋବିନ୍ଦପୁରରୁ ଗୋଳ ଯେ କୁଶ ପଡ଼ା ଗ୍ରାମକୁ, ସେ କୁଶ ପଡ଼ା ଗ୍ରାମକୁ। ଛିନ୍ନମସ୍ତା ଦେବୀ ରହିଛି ଚାରି ଛକ ମଧ୍ୟକୁ। କହିଲେ ପୂର୍ବେ ଉତ୍ତର କୋଣରେ ସିଦ୍ଧଗିରି ଅଛି। ଗୁପ୍ତ ଭାବରେ ସାଧୁସନ୍ତ ଛଦ୍ମବେଶରେ ବୁଲୁଛନ୍ତି ସେହି ସ୍ଥାନରେ। ଗୋବିନ୍ଦପୁରରେ ଗୋଳ କୁଶପଡ଼ା ଗ୍ରାମକୁ ଲାଗିବ। ଛିନ୍ନମସ୍ତା ଦେବୀ ସେହି ଚାରି ଛକ ମଧ୍ୟରେ ଅଛନ୍ତି। ରକ୍ତଧାର ତହିଁ ବହିବ ତପ ବନ ନିକଟ, ସେ ତପ ବନ ନିକଟ। ବଂଶୀଧର ମୋର ଭକତ ଗୁପ୍ତେ ବାନ୍ଧିଛି ମଠ। ଯୋଗୀତନ୍ତୀ ଝିଅ ରହିଛି ତହିଁ ଭରତପୁର, ସେ ତହିଁ ଭରତପୁର। ଦୁଇଟି ସନ୍ତାନ ଅଛଇ ସ୍ୱାମୀ ନାହିଁ ତାର। ରକ୍ତଧାର ବହିଯିବ ତା ପବନ ନିକଟରେ। ବଂଶୀଧର ମୋର ଭକ୍ତ ଗୁପ୍ତରେ ମଠ ବାନ୍ଧି ବସିଛି। ଯୋଗୀତନ୍ତୀ ଝିଅ ରହିଛି ଭରତପୁରରେ। ଦୁଇଟି ସନ୍ତାନ, ତା ସ୍ୱାମୀ ନାହିଁ। ପରମ ଭକତ ଅଟଇ ତତେ ରାମ କହିଲି ବାଛି, ହେ ରାମ କହିଲି ବାଛି। ଚକଡ଼ା ଭଡ଼ା ମଡ଼ାଣ କହଇ ଦିନ ହୀନ ଚ୍ୟୁତି। ଚକଡ଼ା ମଡ଼ାଣ କହଇ ଦିନ ହୀନ ଚ୍ୟୁତି। ଚକଡ଼ା ମଡ଼ାଣ କହଇ ଦିନ ହୀନ ଚ୍ୟୁତି। ଜୟ ଜୟ ମହାପୁରୁଷ ଦାନଜୀ କି ଜୟ। ତ ସଜନ ମଣ୍ଡଳୀ ଆଜି ତ ସମୟ ହେଇଗଲାଣି। ଯୋଗୀତନ୍ତୀ ଝିଅ ଅଛି, ପରମ ଭକ୍ତ ସେ। ଏଣୁ ସୁନାକର ମୋର ଭକ୍ତ ଅଛି ଗୋବିନ୍ଦପୁରରେ। ତାର ପତ୍ନୀ ଜ୍ୟୋତ୍ସ୍ନା, ସନ୍ତାନ ତାର ନାହିଁ। ଏଣୁ ଦୁନିଆ କଥା ଆଜି ବହୁତ କଥା ଆଉ ରହିଗଲାଣି। ପୁଣି ଆସନ୍ତାକାଲି ଆମେ ଆଲୋଚନା କରିବା କେଉଁଠି କ'ଣ ଅଛି, କେଉଁ ଭକ୍ତ ଅଛନ୍ତି। ଆଜି ତ ସମୟ ହେଲାଣି, ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ
ମତେ ମନେ ପକାଉଥିବଟି ବିଦାୟ ଦିଅନ୍ତୁ ଭାଇ କଳିଯୁଗେ ଏକା ସାର କଳିଯୁଗେ ଏକା ସାର ଏକା ହରି ନାମ ଗୋଟି ବିଦାୟ ଦିଅନ୍ତୁ ଭାଇ ମନେ ପକାଉଥିବଟି ଆଜି ବିଦାୟ ଦିଅନ୍ତୁ ଭାଇ ହରି ଓମ୍ सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मां कश्चित् दुःखभाग् भवेत् शान्तिः 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 जय जय जगन्नाथ महापुरुषोत्तम जी की जय।